ଚାଲନ୍ତୁ ଦେଖିବା ଟମାଟୋ ସସ୍ କିପରି ପ୍ରସ୍ତୁତି ହୁଏ। ଟମାଟୋ ସସ୍ ପ୍ରସ୍ତୁତି ପାଇଁ ଟମାଟୋ ଲାଲ ଏବଂ ଭଲସେ ପାଚିବା ଆବଶ୍ୟକ। ପ୍ରଥମ ପ୍ରୋସେସରେ ଫ୍ରେଶ୍ ଟମାଟୋ ଗୁଡ଼ିକୁ ଫ୍ୟାକ୍ଟ୍ରିକୁ ଅଣାଯାଏ ଏବଂ ଖରାପ ଟମାଟୋ ସବୁକୁ ବାହାର କରାଯାଇଥାଏ। ସେକେଣ୍ଡ ପ୍ରୋସେସରେ ଟମାଟୋ ସବୁକୁ ଧୁଆଯାଏ ଏବଂ ଗରମ ପାଣିରେ ସିଝା ଯାଇଥାଏ। ଟମାଟୋ ସିଝିବା ପରେ ଏଥିରୁ ଚୋପାକୁ ବାହାର କରାଯାଇଥାଏ। ଥାର୍ଡ଼ ପ୍ରୋସେସରେ ଟମାଟୋକୁ ପୁଣି ଥରେ ଗୁଣ୍ଡ କରି ବଏଲ୍ କରାଯାଇଥାଏ। ଟମାଟୋ ସବୁ ପାଣି ହେଲା ପରେ ଏଥିରେ ଲୁଣ, ଅଦା ରସୁଣ ପେଷ୍ଟ ଏବଂ ଭିନେଗାର ଆଦି ମିଶା ଯାଇଥାଏ ଏବଂ ଏହାକୁ ବହୁତ ସମୟ ଧରି ରନ୍ଧା ଯାଇଥାଏ ଏବଂ ଏଥିରେ ସୋଡ଼ିୟମ ବେଞ୍ଜୋଏଟ୍ ମିଶା ଯାଇଥାଏ, ଯାହାଦ୍ୱାରା ଏଥିରେ କୌଣସି ବ୍ୟାକ୍ଟେରିଆ ସୃଷ୍ଟି ହୋଇନଥାଏ ଏବଂ ଟମାଟୋ ସସ୍ ବହୁତ ଦିନ ଧରି ଷ୍ଟୋର ହୋଇ ରହିପାରେ। ସସ୍ ବହଳିଆ ହେଲା ପରେ ଏହାକୁ ଥଣ୍ଡା କରାଯାଇଥାଏ ଏବଂ ମେସିନ୍ ସାହାଯ୍ୟରେ ବୋତଲରେ ଭର୍ତ୍ତି କରାଯାଇଥାଏ। ଏହା ଥିଲା ଟମାଟୋ ସସ୍ ପ୍ରସ୍ତୁତିର ସମ୍ପୂର୍ଣ୍ଣ ଭିଡ଼ିଓ।